ବାଲେଶ୍ୱର ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଯେଉଁଦିନ ଆମମାନେ ଦେଖିବାକୁ ଯାଇଥିଲୁ, ସେଦିନ ପାର୍କିଂରେ ଗାଡ଼ି ରଖି ଆମକୁ ପ୍ରାୟ 3 କିଲୋମିଟର ଭଳି ପାହାଡ଼ ଉପରକୁ ଚାଲି ଚାଲି ଯିବାକୁ ପଡ଼ିଥିଲା। ଆଉ ସେ ଚାଲିଯିବା ବେଳେ ଆମକୁ 300ଟି ପାହାଚ ମଧ୍ୟ ମିଳିଥିଲା। ଏ 300 ପାହାଚ ଅତିକ୍ରମ କରି ପାହାଡ଼ ଉପରକୁ ଗଲାବେଳେ ଆମକୁ ଗୋଟେ ସୁନ୍ଦର ଝରଣା ଦେଖିବାକୁ ମିଳିଥିଲା। ଏହି ଝରଣାର ସ୍ରୋତ ଖୁବ୍ କମ୍, କିନ୍ତୁ ଦୃଶ୍ୟଟା ଦେଖିବାକୁ ବହୁତ ମନୋରମ ଜଣାପଡ଼ୁଥିଲା। ବର୍ଷା ଦିନରେ ଏହା ଆହୁରି ସୁନ୍ଦର ଲାଗୁଥିବ। ତାପରେ ଆମେ ପାହାଡ଼ ଠିକ୍ ମଝିରେ ଥିବା ମା ତାରିଣୀଙ୍କର ମଧ୍ୟ ଦର୍ଶନ କରିଥିଲୁ। ତାପରେ ଆମେ ଆସି ପହଞ୍ଚିଲୁ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପାଖରେ। କିନ୍ତୁ ଯେହେତୁ ଶନିବାର ଦିନ ଆମେ ଯାଇଥିଲୁ, ସେଇଥିପାଇଁ ବହୁତ ଭକ୍ତଙ୍କର ଭିଡ଼ ଥିଲା। ପ୍ରାୟ 2.5ରୁ 3 ଘଣ୍ଟା ଆମକୁ ଏଇ ଲାଇନ୍ରେ ରହିବାକୁ ପଡ଼ିଥିଲା। ତାପରେ ଆମେ ଜାଣିଲୁ ଯେ ସନାତନ ଧର୍ମ କେତେ ଅନନ୍ୟ। ଆମେ ସମସ୍ତେ ଜାଣିଛୁ ଯେ ମହାଦେବ ସେ ହେଉଛନ୍ତି ଜଣେ ପ୍ରକୃତି ପ୍ରେମୀ। ତ ଯିଏ ସବୁ ସମୟରେ ପ୍ରକୃତି ପାଖରେ ରହିବା ପସନ୍ଦ କରନ୍ତି। ଆଉ ଏଇ ପଞ୍ଚଲିଙ୍ଗେଶ୍ୱର ମନ୍ଦିରର 5ଟି ଲିଙ୍ଗ ସିଏ ଗୋଟିଏ ପଥର ଉପରେ ନିଜେ ଫୁଟି ବାହାରିଛନ୍ତି। ଆଉ ସେଇ ଯେଉଁଠି ସେଇ ପଞ୍ଚଲିଙ୍ଗେଶ୍ୱର ଅଛନ୍ତି, ସେଇଠି ଗୋଟେ ଛୋଟ ଝରଣା, ଯାହା ଆମେ ଟିକେ ସମୟ ଆଗରୁ ଦେଖିଲୁ, ସେଇ ଝରଣାଟା ଠିକ୍ ତାଙ୍କ ଉପର ଦେଇ ଯାଉଛି। ଆଉ ସେଇ 5ଟି ଲିଙ୍ଗର ସାରା ବର୍ଷ ଜଳ ଅଭିଷେକ ମଧ୍ୟ କରୁଛି। ତ ଏଇ ଗୋଟେ ସୁନ୍ଦର ଅଭିଜ୍ଞତା ଦେଖିଲୁ। ବହୁତ ବହୁତ ଭଲ ଲାଗିଲା, ବହୁତ ମଜା ଲାଗିଲା ଏଇଟା ଯେ ଭଗବାନ ତାଙ୍କ ଭକ୍ତଙ୍କ ସହିତ ହିଁ ଏଠି ଲୁଚକାଳି ଖେଳୁଛନ୍ତି। ଯେ ମୁଁ ଭିତରେ ଲୁଚିକି ଅଛି, ମୁଁ ପାଣି ତଳେ ଅଛି, ତମମାନେ ଯଦି ଚାହୁଁଛ ଆସିକି ମୋର ଉପସ୍ଥିତିଟାକୁ ତମମାନେ ହୃଦୟଙ୍ଗମ କରିପାରିବ। ଆଉ ଏଇ ଗୋଟେ ସୁନ୍ଦର ଅଭିଜ୍ଞତା ଆମର ଏଇ ଜାଗାରେ ହେଇଥିଲା। ଆପଣମାନେ ମଧ୍ୟ ଯେ କେବେ ଆସିଲେ ଏଇ ଜିନିଷଟା ଅନୁଭବ କରିପାରିବେ।